ଯୀଶୁଙ୍କ ସହିତ ଅଧିକ ସମୟ କାଟିବା ଦ୍ୱାରା ଆମ ଜୀବନରେ ପରିବର୍ତ୍ତନ ଆସେ। ସେହି ବିଷୟରେ ଆମେ ଅଳ୍ପ ସମୟ ଧ୍ୟାନ କରିବା। କି ପ୍ରକାର ପରିବର୍ତ୍ତନ ଆସେ, କି ପ୍ରକାର ଆମେ ଆଶୀର୍ବାଦ ପାଇଥାଉ, କି ପ୍ରକାର ଆମେ ନିଜକୁ ବୁଝିପାରିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଧିକ ସମୟ କାଟିବା ଦ୍ୱାରା, ସେହି ବିଷୟରେ ଆମେ ଅଳ୍ପ ସମୟ ଆଲୋଚନା କରିବା। ତେଣୁ ଏଠାରେ ଆମେ ଯେଉଁ ଜହନ 1:29 ପଢ଼ିଲୁ, ଏହି ବାକ୍ୟ କିଏ କାହାକୁ କହୁଛି? ତହିଁ ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। ଏହି ବାକ୍ୟ ଡୁବକ ଜହନ, ଯିଏ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ପୂର୍ବରୁ ପଥ ସଜାଡ଼ିବା ପାଇଁ ଆସିଥିଲେ, ସେହି ଡୁବକ ଜହନ ଆଉ ଯୀଶୁଙ୍କୁ ତାଙ୍କ ପାଖକୁ ଆସୁଥିବାର ଦେଖିକି ତାଙ୍କର ଶିଷ୍ୟମାନଙ୍କୁ କହୁଛନ୍ତି, ଏହି ଦେଖ କ'ଣ? ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। ହାଲେଲୁୟା। ମୁଁ ଜହନଙ୍କ ବିଷୟରେ କାହିଁକି କହିବା ପାଇଁ ଚାହେଁ? ଜହନ ଗୋଟେ ଏପରି ବ୍ୟକ୍ତି ଥିଲେ ଯାହାଙ୍କ ପ୍ରଚାରରେ ଅନେକ ଲୋକମାନେ ମନ ପରିବର୍ତ୍ତନ କରୁଥିଲେ, ଆଉ ଯାହାଙ୍କ ପ୍ରଚାରରେ ଅନେକ ଲୋକମାନେ ପାପରୁ ଫେରିକି ଆସୁଥିଲେ, ଅନେକ ଲୋକମାନେ ବାପ୍ତିସ୍ମ ନେଉଥିଲେ। କାହାର ପ୍ରଚାରରେ? ଜହନଙ୍କ, ଡୁବକ ଜହନଙ୍କ ପ୍ରଚାର। ଯେଉଁ ଜହନ କି ପ୍ରକାଶିତ ପୁସ୍ତକ ମଧ୍ୟ ଲେଖିଛନ୍ତି, ଆଉ ଯେଉଁ ଜହନ ଯୀଶୁଙ୍କର ଛାତିରେ ଆଉଜି ପଡ଼ିକି ରହୁଥିଲେ। ଅତ୍ୟଧିକ ପ୍ରେମ ଏହି ଜହନ ଶିଷ୍ୟଙ୍କୁ ପ୍ରଭୁ ଖ୍ରୀଷ୍ଟ କରୁଥିଲେ। ତ ସେହି ଜହନକୁ ଦେଖ, ଯାହାର ପ୍ରଚାରରେ ଅନେକ ଲୋକମାନେ ବାପ୍ତିସ୍ମ ନେଉଛନ୍ତି, ଯାହାର ପ୍ରଚାରରେ ଅନେକ ଲୋକମାନେ ମନ ପରିବର୍ତ୍ତନ କରୁଛନ୍ତି, ଯାହାର ପ୍ରଚାରରେ ଅନେକ ଲୋକମାନେ ମନ ଫେରାଇକି ଆସୁଛନ୍ତି, ସେହିପରି ବ୍ୟକ୍ତି ନିଜ ଜୀବନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପନା କରୁଛନ୍ତି। ହାଲେଲୁୟା। କାହାକୁ ଉପସ୍ଥାପନା କରୁଛନ୍ତି? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ। ମୋର କହିବାର ଅର୍ଥ, ସେହି ସମୟରେ ସିଏ ଜଣେ ଗୋଟିଏ ନାମ ଦାମୀ ଲୋକ ଥିଲେ, ଭଲ ପ୍ରଚାରକ ଥିଲେ, ହଁ କି ନାହିଁ? ସେହି ସମୟରେ ସେ ଗୋଟିଏ ସାହସିକ ପ୍ରଚାରକ ଥିଲେ। ସେହି ସମୟରେ ଯିଏ ପ୍ରଚାର କଲେ ଅନ୍ୟ ଲୋକମାନେ ଶୁଣୁଥିଲେ, ମନ ଫେରାଉଥିଲେ, ବାପ୍ତିସ୍ମ ନେଉଥିଲେ, ସେହିପରି ଗୋଟିଏ ଶକ୍ତିଶାଳୀ ପ୍ରଚାରକ ଥିଲେ ସେହି ସମୟରେ ଡୁବକ ଜହନ। ଏବେର ସମୟ ଦେଖିଲେ ବିଲି ଗ୍ରାହାମକୁ ଆମେ ବୁଝିପାରିବା। ବିଲି ଗ୍ରାହାମ ମଧ୍ୟ ସେହିପରି ପ୍ରଚାର କରନ୍ତି। ତ ଏହିପରି ପ୍ରଚାର କରୁଥିବା ବ୍ୟକ୍ତି ସେ ନିଜ ଜୀବନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପନା କରୁଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ ଥରେ ସେ 36 ପଦରେ କହୁଛନ୍ତି, ଆଉ ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ। ଦ୍ୱିଥର ହେଲା 29 ପଦରେ କ'ଣ କହିଲେ? ଯେ ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି। ଦ୍ୱିତୀୟ ଥର ମଧ୍ୟ ସେ କହୁଛନ୍ତି ଯେ ଦେଖି ତାହାଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ। ପ୍ରଥମରେ କେବଳ ଚାହିଁ ଦେଖିଲେ, ଆଉ ଈଶ୍ୱରଙ୍କ ମେଷ ଶାବକ ବୋଲି କହିଲେ। ଦ୍ୱିତୀୟରେ ଏକ ଦୃଷ୍ଟିରେ ସେ ଚାହିଁଲେ ଯୀଶୁଖ୍ରୀଷ୍ଟଙ୍କୁ। କ'ଣ ଚାହିଁଲେ? ଏକ ଦୃଷ୍ଟିରେ ଧ୍ୟାନରେ ଚାହିଁଲେ, ଆଉ କହୁଛନ୍ତି, ଏହି ଦେଖ ଈଶ୍ୱରଙ୍କର ମେଷ ଶାବକ। କାହାର ମେଷ ଶାବକ? ଈଶ୍ୱରଙ୍କ ମେଷ ଶାବକ। ଯେଉଁ ମେଷ ଶାବକକୁ ପାପର ବଳି ପାଇଁ ପୁରାତନ ନିୟମରେ ବ୍ୟବହାର କରାଯାଉଥିଲା। ମେଷ ଶାବକକୁ କାହିଁକି ବ୍ୟବହାର କରାଯାଉଥିଲା ପୁରାତନ ନିୟମରେ? ପାପର ଉଦ୍ଧାର ପାଇଁ, କ୍ଷମା ପାଇଁ ତାକୁ ବଳି କରାହେଉଥିଲା। ବଳି କରିକି ଯାଜକ ମହାପବିତ୍ର ସ୍ଥାନରେ ନେଇକି କ'ଣ କରୁଥିଲେ? ରକ୍ତକୁ ସେ ଛିଞ୍ଚୁଥିଲେ ମେଷ ଶାବକ ମେଣ୍ଢାକୁ। ଏହି ସେ ବୋଲି ଜହନ ଉପସ୍ଥାପନା ଅନ୍ୟମାନଙ୍କ ନିକଟରେ, ଶିଷ୍ୟମାନଙ୍କ ନିକଟରେ ସେ କରୁଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ ଥରେ 34 ପଦ ଦେଖିବା, ସେଠି ମୋତେ ଲେଖା ହେଇଛି ଯେ, ଆଉ ମୁଁ ତାହାଙ୍କୁ ଦେଖିଅଛି ଓ ସେ ଈଶ୍ୱରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି। ଜହନଙ୍କ ବିଷୟରେ ଚିନ୍ତା କରନ୍ତୁ। ସେହି ସମୟରେ ସେ ଜଣେ ଉତ୍ତମ ପ୍ରଚାରକ ଥିଲେ, ଏକ ନାମ ଦାମୀ ବ୍ୟକ୍ତି ଥିଲେ। ନାମଜାଦା ଅର୍ଥାତ୍ ଅନେକ ଲୋକମାନେ ଜାଣିଥିଲେ ଜହନଙ୍କୁ। ଅନେକ ଲୋକମାନେ ତାହାଙ୍କୁ ଖ୍ରୀଷ୍ଟ ବୋଲି ମଧ୍ୟ କହୁଥିଲେ, ହଁ କି ନାହିଁ? ତାହାଙ୍କୁ ଖ୍ରୀଷ୍ଟ ବୋଲି ମଧ୍ୟ କହୁଥିଲେ। କିନ୍ତୁ ହେଲେ ସୁଦ୍ଧା ଯେତେବେଳେ ସେ ଯୀଶୁଙ୍କୁ ଦେଖୁଛନ୍ତି, ଯୀଶୁଙ୍କୁ ସେ ଭଲରେ ଜାଣିଛନ୍ତି, ସେ ତା ଜୀବନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପନା କରୁଛନ୍ତି। ହାଲେଲୁୟା। ମୋର କହିବାର ଅର୍ଥ, ଆଜିର ସମୟରେ ଅନେକ ଲୋକମାନେ, ଆମ୍ଭେମାନେ ମଧ୍ୟ କ'ଣ କରୁ? ପ୍ରଥମେ ନିଜକୁ ଉପସ୍ଥାପନା କରିଥାଉ, ହଁ କି ନାହିଁ? ମୁଁ ସବୁ କିଛି କରିପାରେ, ମୁଁ ନ ଗଲେ ହେବ ନାହିଁ, ମୁଁ ସବୁ ଜାଣିଛି, ମୁଁ ପ୍ରାର୍ଥନା କଲେ ସୁସ୍ଥ ହେବ,
मु प्रार्थना कले अनेक लोक माने मन परिवर्तन करुछंती एही चिंताधारा जहन केबे करि नाहांती अनेक आश्चर्य काम करिथिले बाप्तिस्म देउथिले मन परिवर्तन वाक्य प्रचार करुथिले हजार हजार लोक माने भीड़ माड़ी आसुथिले तांको निकटकू हेले भी से दिने हेले यीशु को देखिला पर यीशु को ठार निजको श्रेष्ठ बोली से कहउनाहांती बरं ता जीवन रे से कोन करूछंती यीशु ख्रीष्ट को उपस्थापना करूछंती हालेलुया प्रेज द लॉर्ड। तो इतले एही उपस्थापना जहन शिष्य मानक निकट करूछंती तो घटना कोन घटुची दुई जन शिष्य यीशु को पछरे जिबा पाए से माने कोन करूछंती निष्पत्ति नउछंती जदि पढिबा हमें 33 पद पढि दियो मु मध्य ताहांकु चिन्हि नथिली मात्र जे मते जलरे बाप्तिस्म देबाकु पठाइले से मते कहिले जाहांको उपरे आत्मा को अवतरण और अवस्थान करबा देखिबो जे पवित्र आत्मा रे बाप्तिस्म दियंती से ही व्यक्ति 37 पद पढि दियो सेही दुई जन शिष्य ताहांको कथा सुनी यीशुंको पछे पछे गले ठीक अछि कहा कथा सुनी गले से माने जहनकर कथा सुनी कि से माने यीशुंको पछे पछे गले कारण कौन कारण जहन यीशु ख्रीष्ट को सेमान को उपस्थापना कला यीशु ख्रीष्ट को विश्व रे कहला से निज को श्रेष्ठ करके मु सब किछि करि पारुछि बोली से केबे कहले नाही आ जतेबेले शिष्य मान निजर शिष्य मान को यीशु को विषय उपस्थापना कले से निजर शिष्य दुई जन यीशु को पछे पछे जाउछंती आजिर समय देखिबा जदि गोटे गुरुर शिष्य मैंने चली जाते ताहले गुरु दिए ना जीवा पाए नहीं अटकई दे कहीं तुम्हें जाऊच कहीं पछरे जाऊच यही प्रकार कर जहन सेमिति कले ना यीशु विषय उपस्थापना कले कहले प्रचार कले जहनकर कथा शुणिकी शिष्य माने यीशु पछे पछे जाउछंती हालेलुया। तो मोर कहबार अर्थ जे जदि आमे जहनक परि यीशु विषय भलरे जानिबा यीशु विषय को उपस्थापना करबा सुसमाचार प्रचार करबा आम कथा शुणिकी मध्य अनेक लोक यीशु पछकू जिबे पछरे जिबे जिबे ना नहीं जदि आमे सही परि भाव रे जहनक परि उपस्थापना करि परिबा तेबे तो घटना कौन होउची 38 पद रे यीशु बुली पड़ी से मानको पछे पछे आसुथिबा देखि पचारले जो दुई शिष्य जहनकर कथा शुणी यीशु पछरे गले से मानको बुली पड़ी यीशु देखिले जे तांको पछरे से मन आसुछंती यीशु पचारुछंती तुम्हे माने कौन खोजुअछ हालेलुया। देखंतु से माने जहनकर कथा शुणिले आ यीशु पछरे जिबा पय आरंभ कले शिष्य माने जेतेले आरंभ कले यीशु बुली पड़ी से माने तांको पछरे जिबार आसे कि से माने पचारुछंती जे तुम्हे कौन खोजुअछ देखंतु लाभ देखंतु शुणिबार पछरे चलीबार संगे संगे यीशु उत्तर दउछन से मान तुम्हें कौन खोजुअछ आ शिष्य माने कौन कहले से माने ताहाके पचारले राब्बी अनुवाद कले यार अर्थ गुरु आपण केउ ठारे रुहंती शिष्य माने यीशु को कहउछंती आपण केउ ठारे रुहंती से माने कहले आस देखिबो हालेलुया। देखंतु एठारे से दुई जन जनकर कथा शुणिले जहनकर कथा शुणिले यीशु पछरे जीवा आरंभ कले यीशु पछरे जीवा आरंभ करू करू ताहाको गुरु बोली से संबोधना करूछंती ताहाको पछरे से मान जाउछंती ताहाको पचार कोड रहउछ बोली पचारछंती आ यीशु से मान कहउछंती आस देखिबो यीशु पछरे जीवार लाभ होउछ एहा जदि आमे जीवा नाही यीशु को पचारिबा नाही यीशु निकटवर्ती हेबा नाही यीशु भी पचारिबे नाही पचारिबे कि यीशु मन कथा जानी कि ना से दिन शिष्य मनकर मन कथा को जानूले कि नहीं किंतु कहीं यीशु के पछरे न जा पूर्व थोरले से कथा ना कहीं कथा ना प्रभु चाहती आमे प्रथमे ताहाको खोजिबा आमे प्रथमे ताहाको पछरे जिबा हालेलुया। पछरे गला पर ही यीशु बुली पड़ी कहउछन तुमे कौन खोजु यीशु कोन जानि नाहते से माने कोन खोजुछंती जानछंती कि नहीं कारण से अंतर्जामी परमेश्वर टंती तथापि से पचा तुम्हें कौन खोजुच जो यीशु को पछरे जीवा यीशु तो कथबार्ता हेबा यीशु समय काटिबा तेबे आमको प्रभु कथबार्ता हेबे। तो घटना कौन होची आस देखिबो आ से माने राजी हेले आ से माने यीशु को सहित गले जायकि सेथिरे से माने जाई ताहांको बसा देखिले ताहांको सांगरे रहिले बसा को देखिले पुणी सही दिन ताहांको सांगरे रहिले से मान सते बेले सकाळ प्राय 10 घंटा होइथिला हालेलुया प्रेज द लॉर्ड। देखंतु से माने गले रात्रि तांको सांगरे रहिले
ମୁଁ ଭାବୁଛି ସେମାନେ ରାତ୍ର ଯାକ ଯୀଶୁଙ୍କ ସହିତ କଥାବାର୍ତ୍ତା ହେଇଥିବେ ଦୁଇ ଜଣ ଶିଷ୍ୟମାନେ। ଆଉ ସେମାନେ ଯେତେବେଳେ ବାହାରୁଛନ୍ତି ପ୍ରାୟ 10 ଘଣ୍ଟା ହେଇଥିଲା। ହାଲେଲୁୟା। ଦେଖନ୍ତୁ ଯୀଶୁଖ୍ରୀଷ୍ଟଙ୍କ ସହିତ ସେ ଦୁଇ ଜଣଙ୍କର କଥୋପକଥନ କଥାବାର୍ତ୍ତା ମିଳାମିଶା କେମିତି ଥିଲା। ସେମାନେ ସମୟ ପ୍ରଭୁଙ୍କୁ ଦେଲେ, ଯୀଶୁଖ୍ରୀଷ୍ଟଙ୍କୁ ଦେଲେ, ତାଙ୍କ ପଛରେ ଗଲେ, ଯେଉଁ ସେମାନଙ୍କୁ ସ୍ୱାଗତ କଲେ, ଆପ୍ରିସିଏଟ୍ କଲେ, ସେମାନଙ୍କୁ ଡାକିଲେ, ଆସ ଦେଖ କଥାବାର୍ତ୍ତା ମୋ ସାଙ୍ଗରେ ବସ। ବସିଲେ ସେମାନେ ଭଲରେ ଯୀଶୁଙ୍କୁ ଜାଣିଲେ, ଭଲରେ ଯୀଶୁଙ୍କୁ ଚିହ୍ନିଲେ। ହାଲେଲୁୟା। ମୋର କହିବାର ଅର୍ଥ ଆମେ ଖାଲି ଚର୍ଚ୍ଚ ଆସିଲେ ହେବ ନାହିଁ, ଖାଲି ଗୀତ ଗାଇଲେ ହେବ ନାହିଁ, ଆରାଧନା କଲେ ହେବ ନାହିଁ। କ'ଣ କରିବାର ଅଛି? ଯୀଶୁଙ୍କ ସହିତ ସମୟ କାଟିବାର ଅଛି। ହାଲେଲୁୟା। ତେବେ ଯୀଶୁকে ଆମେ ଜାଣିପାରିବା। ବାକ୍ୟ ଲେଖା ହେଇଛି ଶୈତାନ ମଧ୍ୟ ଯୀଶୁଙ୍କୁ ଜାଣିକି ସେ କ'ଣ ହେଉଛି? ଥରହର ହେଉଛି ସିଏ, କାରଣ ସେ ଯୀଶୁଙ୍କର ଶକ୍ତି ବିଷୟରେ ଜାଣିଛି। କିନ୍ତୁ ଆଜି ଆମେ ମାନେ ମନୁଷ୍ୟ ଭାବରେ ଯିଏ ସ୍ୱହସ୍ତରେ ପ୍ରଭୁ ଆମକୁ ଗଢ଼ିଲେ ସେହି ବ୍ୟକ୍ତିମାନେ ଆମେ ଯୀଶୁଙ୍କୁ ଭଲରେ ଜାଣିନାହୁଁ। ଯୀଶୁ କିଏ ବୋଲେ ପଚାରିଲେ ଆମେ କହିପାରୁନୁ ଆଜିର ସମୟରେ, ହଁ କି ନାହିଁ? କହିପାରୁଛୁ କି ଯୀଶୁ କିଏ କଲେ? କହିପାରିବା ନାହିଁ। ଯୀଶୁଙ୍କର ଅନେକ ନାମ ଅଛି, ସେ କ'ଣ କରିପାରନ୍ତି, କାହିଁକି ଆସିଥିଲେ, ଏସବୁ ବିଷୟ ଆମକୁ ଜାଣିବାର ଅଛି। କେତେବେଳେ ଜାଣିବା? ଯେତେବେଳେ ଆମେ ଯୀଶୁଙ୍କ ପଛରେ ଯିବା। ଯୀଶୁ ଡାକିବେ, ଆସ ବସ ଦେଖ। ସେମାନେ ଗଲେ, ଦେଖିଲେ, ବସିଲେ। ଆଉ ଗୋଟେ ଆଶ୍ଚର୍ଯ୍ୟ ଘଟଣା କ'ଣ ଘଟୁଛି? ତଳ ପଡ଼ି ଯେତେବେଳେ ସେମାନେ 10 ଘଣ୍ଟା ସମୟରେ ବାହାରୁଛନ୍ତି, ଯେଉଁ 2 ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ସିମୋନ ପିତରଙ୍କ ଭାଇ ଆନ୍ଦ୍ରେୟ ଥିଲେ। ସେ ପ୍ରଥମେ ଆପଣ ଭାଇ ସିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସିହଙ୍କର ଅନୁବାଦ କଲେ ଏହି ନାମର ଅର୍ଥ ଖ୍ରୀଷ୍ଟ ଦେଖା ପାଇଅଛୁ। ହାଲେଲୁୟା, ହାଲେଲୁୟା। ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଆମେମାନେ 10 ବର୍ଷ 12 ବର୍ଷ ଜନ୍ମରୁ ଯୀଶୁଙ୍କ ପାଖକୁ ଆସୁଛୁ, ଯୀଶୁଙ୍କୁ ଜାଣିଛୁ ବୋଲି କହୁଛୁ। କିନ୍ତୁ ଏଇଠୁ ଗଲା ପରେ, ଯୀଶୁଙ୍କୁ ଜାଣିଲା ପରେ, ସମୟ କାଟିଲା ପରେ ଯୀଶୁଙ୍କ ବିଷୟରେ ଅନେକ କହିଛୁ କି ଆଜି ପର୍ଯ୍ୟନ୍ତ? ତାର ଅର୍ଥ ଆମେ ଯୀଶୁଙ୍କୁ ଜାଣିନୁ ଆଜି ପର୍ଯ୍ୟନ୍ତ। ସେମାନେ ସାଙ୍ଗେ ସାଙ୍ଗେ ନିଜ ପରିବାର ସେବା କାର୍ଯ୍ୟ ସେ ଆରମ୍ଭ କରୁଛି ଶିଷ୍ୟ, ଯିଏକି ଯୀଶୁଙ୍କ ସହିତ ସମୟ କାଟିକି ରାତ୍ର ଯାକ ରହିକି 10ଟାରେ ବାହାରୁଛି। ବାହାରିବା ସଙ୍ଗେ ସଙ୍ଗେ ପ୍ରଥମରେ ଯାହାକୁ ଦେଖା ପାଉଛି କିଏ? ସିଏ ଆପଣ ଭାଇ ସିମୋନଙ୍କୁ ଦେଖା ପାଇ ତାହାଙ୍କୁ କହିଲେ, ମୁଁ ଖ୍ରୀଷ୍ଟଙ୍କୁ ଦେଖିଅଛି, ମସିହଙ୍କୁ ପାଇଅଛି। ଯେପରି ଆମେ ଜାଣିବା ନାହିଁ, ଆମେ କାହାକୁ କହିବା ନାହିଁ ଜଣଙ୍କ ବିଷୟରେ, କହିପାରିବା କି? ତେଣୁ ପ୍ରଥମେ ଆମେ ଯୀଶୁଙ୍କ ସମୟ କାଟିବାର ଅଛି, ତେବେ ଯାଏ ଯୀଶୁକେ ଆମେ ଜାଣିପାରିବା, ଯୀଶୁ କ'ଣ କରିପାରିବେ ଆମେ ଜାଣିପାରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେମାନେ କାହାର କଥା ଶୁଣିକି ଗଲେ? ନିଜର ଗୁରୁ କିଏ ଥିଲା ସେ ସମୟରେ? ଯୋହନ ଥିଲେ। ଯୋହନଙ୍କର କଥା ଶୁଣିକି, ନିଜର ଗୁରୁଙ୍କର କଥା ଶୁଣିକି ଯୀଶୁଙ୍କ ପଛରେ ଗଲେ, ତାଙ୍କ ବସାରେ ରହିଲେ। ଯୀଶୁ ସେମାନଙ୍କୁ ସ୍ୱାଗତ କଲେ, ଆସ ଦେଖ ବସ। ଆଉ ସେମାନେ ବାହାରୁଛନ୍ତି ଯୀଶୁଙ୍କର ବିଷୟରେ ସମ୍ପୂର୍ଣ୍ଣ, ମାନେ ମସ୍ତକରୁ ତଳି ପାଦ ପର୍ଯ୍ୟନ୍ତ ସବୁ ସେମାନେ ଜାଣିକି ବାହାରିଲେ। ଆମେ ଜାଣିବାର ଅଛି ଯୀଶୁଙ୍କ ବିଷୟରେ। ଏହା ହେଉଛି ଯୀଶୁଙ୍କ ସହିତ ସମୟ କାଟିବାର ଲାଭର ବିଷୟ। ଆମେ କେବେ ବି ଚୁପଚାପ ରହିପାରିବା ନା। ଯେ ଯୀଶୁଙ୍କୁ ଜାଣିଲା, ଯୀଶୁଙ୍କୁ ଚାଖିଲା, ସେ କେବେ ବି ଚୁପଚାପ ରହିବ ନାହିଁ। ରହିପାରିବ କି ସିଏ? ଯେତେବେଳେ ରୋଗୀମାନେ ସୁସ୍ଥ ହେଉଥିଲେ, ସେମାନେ ଡିଆଁ ମାରିକି, କୁଦା ମାରିକି ଯୀଶୁଙ୍କର ପ୍ରଶଂସା କରୁଥିଲେ, ଜୟ ଜୟକାର କରୁଥିଲେ, ଅନ୍ୟମାନଙ୍କୁ କହୁଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ବାରମ୍ବାର ସେମାନଙ୍କୁ କହୁଥିଲେ, ମୁଁ ଯେଉଁ କାର୍ଯ୍ୟ କଲି ତୁମେ କାହାକୁ କୁହ ନାହିଁ, କହୁଥିଲେ କି ନାହିଁ? ସେମାନେ ଚୁପଚାପ ରହୁଥିଲେ କି ନାଇଁ? ସେମାନେ ପ୍ରଚାର କରୁଥିଲେ। ସେମାନେ କିଏ ସୁସ୍ଥ କଲା ତାଙ୍କ ବିଷୟରେ ଗୁଣାନୁବାଦ କରୁଥିଲେ। ଆଜି ଆମେ ଯୀଶୁଙ୍କୁ ଜାଣିଛୁ ବୋଲି କହୁଛୁ, କିନ୍ତୁ ସାଇଲେଣ୍ଟରେ ଜାଣିଛୁ ନାଇଁ କି? ସାଇଲେଣ୍ଟ ମାନେ ଜାଣିଛୁ ନା, କିଛି ଆମେ କହିପାରୁନୁ, ସେମିତି ଆମେ ଅଛୁ ଜାଣିକି ସୁଦ୍ଧା। ଆଜି ଆମେ ମଧ୍ୟ ଏହି ଶିଷ୍ୟମାନଙ୍କ ପରି ଅନ୍ୟମାନଙ୍କଠାରେ ଖ୍ରୀଷ୍ଟଙ୍କର ସାକ୍ଷୀ ହେବାର ଆବଶ୍ୟକତା ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେମାନେ ଯୀଶୁ ସହିତ ରହିଲେ, ସମୟ କାଟିଲେ ଏବଂ ଯୀଶୁଙ୍କୁ ଚିହ୍ନିଲେ। ଆଉ ସେମାନେ ବାହାରିଲେ, ବାହାରିକି ସଙ୍ଗେ ସଙ୍ଗେ ଯୀଶୁଙ୍କର ବିଷୟରେ ଅନ୍ୟମାନଙ୍କୁ ପ୍ରଚାର କରୁଛନ୍ତି। ତେଣୁ ଯୀଶୁଙ୍କ ସହିତ ରହିବା ଆମ୍ଭେମାନେ ମଧ୍ୟ ସେହିପରି କରିପାରିବା। ହାଲେଲୁୟା। ଦ୍ୱିତୀୟ ଉଦାହରଣ ଶିଖିବା ଆମେ ଯେ ଯୀଶୁଙ୍କ ସହିତ ସମୟ କାଟିବା ଦ୍ୱାରା କ'ଣ ଆସେ। ଯକ୍ଷଙ୍କ ବିଷୟରେ, ଏ 2 ଜଣଙ୍କ ବିଷୟରେ ଜାଣିଲୁ ଆମେ। ସେମାନେ ଯୀଶୁଙ୍କ ସମୟ କାଟିଲା ପରେ କିପରି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିଲା, ଆଉ ଯୀଶୁଙ୍କ ପାଇଁ ସେମାନେ ସେବାରେ ବା ସୁସମାଚାର ପ୍ରଚାରରେ ଆରମ୍ଭ କରିଲେ। ଦ୍ୱିତୀୟରେ ଆମେ ଯକ୍ଷଙ୍କ ବିଷୟରେ ଶିଖିବା।